ଆଜି କାର୍ତ୍ତିକ ମାସ ଅମାବାସ୍ୟା ମଙ୍ଗଳବାର। ମଙ୍ଗଳବାରରେ ପ୍ରଭୁ ହନୁମାନଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଏହି ବାରରେ ଯେକୌଣସି ଭକ୍ତ ଯଦି ପ୍ରଭୁ ହନୁମାନଙ୍କର ପଞ୍ଚମୁଖୀ ମହା ହନୁମାନ ମନ୍ତ୍ରକୁ କେବଳ 21 ଥର ନିଜ କର୍ଣ୍ଣରେ ଶ୍ରବଣ କରନ୍ତି, ତାହେଲେ ତାର ଯେତେ ମଧ୍ୟ ବିଘ୍ନ ଥିବ ଆଜି ହିଁ ଖଣ୍ଡନ ନିଶ୍ଚିତ ଭାବରେ ହେବ। ଆପଣଙ୍କର ଶତ୍ରୁ ଯେତେ ମଧ୍ୟ ବିଜୟ ପ୍ରାପ୍ତ କରିଥାଉ ନା କାହିଁକି, ଏହି ମନ୍ତ୍ର ଯଦି ଆପଣ ନିଜ କର୍ଣ୍ଣରେ ଶ୍ରବଣ କରନ୍ତି, ତାହେଲେ ଆଜିଠାରୁ ତାର ପରାସ୍ତ ହେବାର ଆରମ୍ଭ ହେବ। ତାର ବିନାଶ ମଧ୍ୟ ନିଶ୍ଚିତ ଭାବରେ ଘଟିବ। ଆପଣଙ୍କର ଯେତେ ମଧ୍ୟ ଦୁଃଖ କଷ୍ଟ ରୋଗ ଥିବ ସବୁକିଛି ଦୂରେଇ ଯିବ। ପ୍ରଭୁ ହନୁମାନ 4 ଯୁଗର ଅମର ହୋଇଥାନ୍ତି। ସେଥିପାଇଁ ଆପଣମାନେ ଯଦି ତାଙ୍କର ପ୍ରିୟ ମନ୍ତ୍ରକୁ କେବଳ 21 ଥର ନିଜ କର୍ଣ୍ଣରେ ଶୁଣି ଦିଅନ୍ତି, ତାହେଲେ ଆପଣଙ୍କର ଘରେ ଯେତେ ମଧ୍ୟ ନକାରାତ୍ମକ ଶକ୍ତି ଥିବ ସବୁକିଛି ନଷ୍ଟ ହୋଇପାରିବ। ଏହା ସତ୍ୟ ଅଟେ। ପ୍ରଭୁ ହନୁମାନଙ୍କର ଭକ୍ତ ଅତ୍ୟନ୍ତ ଶୀଘ୍ର ଯେକୌଣସି ବି ମନସ୍କାମନା ରଖିଥାନ୍ତି ତାହା ପୂରଣ ହୋଇଯାଏ। କାହିଁକି ନା ପ୍ରଭୁ ହନୁମାନ ଅତ୍ୟନ୍ତ ଶୀଘ୍ର ଆସି ତାଙ୍କ ଭକ୍ତଙ୍କର ଯେତେ ମଧ୍ୟ ଦୁଃଖ କଷଣକୁ ସାଙ୍ଗେ ସାଙ୍ଗେ ନିଜ ହସ୍ତରେ ଲିଭାଇ ଦିଅନ୍ତି। ଏହାକୁ ଆପଣ ଥରୁଟିଏ ମାତ୍ର ବିଶ୍ୱାସ କରନ୍ତୁ। ଯଦି ଆପଣ ମନୁଷ୍ୟ ଜୀବନ ଧାରଣ କରି ଯେକୌଣସି ବି ରୋଗ ଦୁଃଖ କଷ୍ଟ ସମସ୍ୟା ଧନର ଅଭାବ ଥାଉ ବା ଯେତେ ମଧ୍ୟ ରୋଗ ଥାଉ ନା କାହିଁକି କିମ୍ବା ଶତ୍ରୁର ଭୟ ଥାଉ ନା କାହିଁକି ସବୁକିଛି କ୍ଷଣକରେ ନଷ୍ଟ ହୋଇଥାଏ। ଯଦି ପ୍ରଭୁ ହନୁମାନଙ୍କର ପଞ୍ଚମୁଖୀ ମହା ହନୁମାନ ମନ୍ତ୍ରକୁ କେବଳ 21 ଥର ନିଜ କର୍ଣ୍ଣରେ ଶୁଣନ୍ତି, ତାଦ୍ୱାରା ଧନ ମଧ୍ୟ ପ୍ରାପ୍ତ ହୋଇଥାଏ, ଶତ୍ରୁ ମଧ୍ୟ ବିନାଶ ଘଟିଥାଏ, ଦେହରେ ଯେତେ ମଧ୍ୟ ରୋଗ ଥାଉ ନା କାହିଁକି କ୍ଷଣକରେ ନଷ୍ଟ ଘଟିଥାଏ। ସେଥିପାଇଁ ଏହି ମହାମନ୍ତ୍ରକୁ ଆଜି ନିହାତି ଭାବରେ 21 ଥର ଶୁଣନ୍ତୁ। କାହିଁକି ନା ଏହି ମାସ ହେଉଛି କାର୍ତ୍ତିକ ମାସ, ଅତ୍ୟଧିକ ପୁଣ୍ୟର ମାସ। ଏହି ପୁଣ୍ୟ ମାସରେ ଆପଣମାନେ ହାତଛଡ଼ା ବିଲକୁଲ ବି ମଧ୍ୟ କରନ୍ତୁ ନାହିଁ। ଭାଗ୍ୟ ତତକ୍ଷଣେ ବଦଳିଯାଏ। ଯଦି ହନୁମାନଙ୍କର ଭକ୍ତ ବିଶ୍ୱାସ କରନ୍ତି, ପ୍ରଭୁ ହନୁମାନଙ୍କ ଉପରେ ସବୁକିଛି ନିର୍ଭର କରନ୍ତି, ତାହେଲେ ତାଙ୍କର କ୍ଷଣକରେ ସବୁକିଛି ଦୁଃଖ କଷ୍ଟର ଅନ୍ତ ନିଶ୍ଚିତ ଭାବରେ ଘଟିବ। ସେଥିପାଇଁ ଚାଲନ୍ତୁ ଜାଣିବା ପ୍ରଭୁ ହନୁମାନଙ୍କର ସେହି ପଞ୍ଚମୁଖୀ ମହାମନ୍ତ୍ର, ଯାହା ଶୁଣିବା କ୍ଷଣି ଯେତେ ମଧ୍ୟ ବିଘ୍ନ ଥିବ ସାଙ୍ଗେ ସାଙ୍ଗେ ବିନାଶ ଘଟିଯିବ। ଆମ ଜୀବନର ଯେତେ ମଧ୍ୟ ମନସ୍କାମନା ରହିଛି ତାହା ଧୀରେ ଧୀରେ କରି ଗୋଟିଏରେ ଗୋଟିଏ ମନସ୍କାମନା ପୂରଣ ହୋଇପାରିବ। ଅଚାନକ ଯାହା ବି କିଛି ଘଟିଥାଏ କେବଳ ହନୁମାନଙ୍କର ଭକ୍ତ ହୋଇପାରିବେ ଯଦି, ତାହେଲେ ଚାଲନ୍ତୁ ଜାଣିବା ଏହି ମଙ୍ଗଳବାର ଦିନଠାରୁ ଆମର ସବୁକିଛି ବିପଦ ଖଣ୍ଡନ ହୋଇପାରିବ। ପ୍ରଭୁ ହନୁମାନଙ୍କର ହାତ ସଦା ସର୍ବଦା ଆମ ମୁଣ୍ଡ ଉପରେ ରହିବ, ତାଦ୍ୱାରା ଆମର ସବୁକିଛି ଦୁଃଖ କଷ୍ଟ ଦୂରେଇ ଯିବ। ସେଥିପାଇଁ ଆପଣ ମନେ ରଖନ୍ତୁ, କେବଳ 21 ଥର ଏହି ହନୁମାନଙ୍କର ମନ୍ତ୍ରକୁ ନିଜ କର୍ଣ୍ଣରେ ଶୁଣିବାର ଅଛି। ଅଧାରୁ ଆପଣମାନେ କେବେ ବି ଶୁଣନ୍ତୁ ନାହିଁ, ତାଦ୍ୱାରା ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ବରଦାନ ପ୍ରଦାନ ହୋଇପାରିବ ନାହିଁ। ସମ୍ପୂର୍ଣ୍ଣ ଭାବରେ 21 ଥର ଆପଣ ଏହି ମହାମନ୍ତ୍ରକୁ ଶ୍ରବଣ କରନ୍ତୁ, ଅପାର ପୁଣ୍ୟ ପ୍ରାପ୍ତ କରନ୍ତୁ। ଚାଲନ୍ତୁ ଜାଣିବା ଭକ୍ତିରେ ସହିତ ଶ୍ରଦ୍ଧାରେ ସହିତ ଏହି 21 ଥରର ମନ୍ତ୍ରକୁ ଆପଣ ନିଷ୍ଠାର ସହିତ ଶ୍ରବଣ କରନ୍ତୁ। ଓମ୍ ପଞ୍ଚମୁଖୀ ହନୁମତେ ନମୋ ନମଃ। ଓମ୍ ରାମ ଭକ୍ତାୟ ନମୋ ନମଃ। ଓମ୍ ଶତ୍ରୁ ବିନାଶାୟ ନମୋ ନମଃ। ଓମ୍ ଧନ ପ୍ରାପ୍ତାୟ ନମୋ ନମଃ। ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ହନୁମାନ। ଓମ୍ ପଞ୍ଚମୁଖୀ ହନୁମତେ ନମୋ ନମଃ। ଓମ୍ ରାମ
जय श्री राम जय हनुमान। ओम पंचमुखी हनुमते नमो नमः। ओम राम भक्ताय नमो नमः। ओम शत्रुविनाशाय नमो नमः। ओम धनप्राप्ताय नमो नमः। जय श्री राम जय हनुमान। ओम पंचमुखी हनुमते नमो नमः। ओम राम भक्ताय नमो नमः। ओम शत्रुविनाशाय नमो नमः। ओम धनप्राप्ताय नमो नमः। जय श्री राम जय हनुमान। ओम पंचमुखी हनुमते नमो नमः। ओम राम भक्ताय नमो नमः। ओम शत्रुविनाशाय नमो नमः। ओम धनप्राप्ताय नमो नमः। जय श्री राम जय हनुमान। ओम पंचमुखी हनुमते नमो नमः। ओम राम भक्ताय नमो नमः। ओम शत्रुविनाशाय नमो नमः। ओम धनप्राप्ताय नमो नमः। जय श्री राम जय हनुमान। ओम पंचमुखी हनुमते नमो नमः। ओम राम भक्ताय नमो नमः। ओम शत्रुविनाशाय नमो नमः। ओम धनप्राप्ताय नमो नमः। जय श्री राम जय हनुमान। ओम पंचमुखी हनुमते नमो नमः। ओम राम भक्ताय नमो नमः। ओम शत्रुविनाशाय नमो नमः। ओम धनप्राप्ताय नमो नमः। जय श्री राम जय हनुमान। ओम पंचमुखी हनुमते नमो नमः। ओम राम भक्ताय नमो नमः। ओम शत्रुविनाशाय नमो नमः। ओम धनप्राप्ताय नमो नमः। जय श्री राम जय हनुमान। ओम पंचमुखी हनुमते नमो नमः। ओम राम भक्ताय नमो नमः। ओम शत्रुविनाशाय नमो नमः। ओम धनप्राप्ताय नमो नमः। जय श्री राम जय हनुमान। ओम पंचमुखी हनुमते नमो नमः। ओम राम भक्ताय नमो नमः। ओम शत्रुविनाशाय नमो नमः। ओम धनप्राप्ताय नमो नमः। जय श्री राम जय हनुमान। ओम पंचमुखी हनुमते नमो नमः। ओम राम भक्ताय नमो नमः। ओम शत्रुविनाशाय नमो नमः। ओम धनप्राप्ताय नमो नमः। जय श्री राम जय हनुमान। ओम पंचमुखी हनुमते नमो नमः। ओम राम भक्ताय नमो नमः। ओम शत्रुविनाशाय नमो नमः। ओम धनप्राप्ताय नमो नमः। जय श्री राम जय हनुमान। ओम पंचमुखी हनुमते नमो नमः। ओम राम भक्ताय नमो नमः। ओम शत्रुविनाशाय नमो नमः। ओम धनप्राप्ताय नमो नमः। जय
जय श्री राम जय हनुमान। ओम पंचमुखी हनुमते नमो नमः। ओम राम भक्ताय नमो नमः। ओम शत्रुविनाशाय नमो नमः। ओम धनप्राप्ताय नमो नमः। जय श्री राम जय हनुमान। ओम पंचमुखी हनुमते नमो नमः। ओम राम भक्ताय नमो नमः। ओम शत्रुविनाशाय नमो नमः। ओम धनप्राप्ताय नमो नमः। जय श्री राम जय हनुमान। ओम पंचमुखी हनुमते नमो नमः। ओम राम भक्ताय नमो नमः। ओम शत्रुविनाशाय नमो नमः। ओम धनप्राप्ताय नमो नमः। जय श्री राम जय हनुमान। ओम पंचमुखी हनुमते नमो नमः। ओम राम भक्ताय नमो नमः। ओम शत्रुविनाशाय नमो नमः। ओम धनप्राप्ताय नमो नमः। जय श्री राम जय हनुमान। ओम पंचमुखी हनुमते नमो नमः। ओम राम भक्ताय नमो नमः। ओम शत्रुविनाशाय नमो नमः। ओम धनप्राप्ताय नमो नमः। जय श्री राम जय हनुमान। ओम पंचमुखी हनुमते नमो